রাজা পরিমল কি পরি জানিবা সে যদি পাঞ্চই ধর্ম আহে যদি সে যদি পাঞ্চই ধর্ম মন্ত্রী পরিমল কি পরি জানিবা বুদ্ধিরে রহিলে রাম ଭଲ ରାଜା ବୋଲି ଆମେ କେମିତି ଜାଣିବା ଯିଏ ପ୍ରଜା ମାନଙ୍କର ଦୁଃଖ ସୁଖ ବୁଝି ପାରୁଥିବ ସେ ହେଉଛନ୍ତି ଭଲ ରାଜା ଭଲ ମନ୍ତ୍ରୀ ବୋଲି ଆମେ କେମିତି ଜାଣିବା ଯିଏ ରାଜାଙ୍କୁ ଭଲ ମନ୍ତ୍ରଣା ଦେଇ ପାରୁଥିବ ସେଟା ହେଉଛି ଭଲ ରାଜା ଭଲ ମନ୍ତ୍ରୀ ସଂସାର ଭିତରେ ସର୍ବଶ୍ରେଷ୍ଠ ରାଜା କିଏ ପୁଅ କିଏ ସେ ଆରେ ସବୁ ଯାକ ରାଜା ରାଜା ନ ହୋଇ ରାମଚନ୍ଦ୍ର ଏକ ରାଜା ଆହେ ଯଦି ରାମଚନ୍ଦ୍ର ଏକ ରାଜା ସବୁ ଯାକ ରାଣୀ ରାଣୀ ନୁହନ୍ତି ରାଧା ରାଣୀ ଏକ ଶ୍ରେଷ୍ଠା ସଂସାରରେ ଯେତେ ରାଜା ଅଛନ୍ତି ରାମଚନ୍ଦ୍ରଙ୍କ ଠାରୁ ଶ୍ରେଷ୍ଠ ରାଜା କେହି ନାହିଁ ସଂସାରରେ ଯେତେ ରାଣୀ ଅଛନ୍ତି ରାଧା ରାଣୀ ଠାରୁ ଶ୍ରେଷ୍ଠ ରାଣୀ ଆଉ କେହି ନାହାନ୍ତି ନା ନାହିଁ ସବୁ ଯାକ ପାଠ ପାଠ ନୁହୋଇ ଗୀତା ପାଠ ଏକ ଶ୍ରେଷ୍ଠା ଗୀତା ପାଠ ଏକ ଶ୍ରେଷ୍ଠା ସବୁ ଯାକ ଜଳ ଜଳ ନୁହୋଇ ଗଙ୍ଗା ଜଳ ଏକ ଶ୍ରେଷ୍ଠା ଗୀତା ପାଠ ଏକ ଶ୍ରେଷ୍ଠା ଗୀତା ପାଠ ଏକ ଶ୍ରେଷ୍ଠା ସବୁ ଯାକ ଜଳ ଜଳ ନୁହୋଇ ଗଙ୍ଗା ଜଳ ଏକ ଶ୍ରେଷ୍ଠା ଆରେ ପୁଅ ଓଳିଆ ସଂସାରରେ ଯେତେ ପାଠ ଅଛି ଗୀତା ପାଠ ଠାରୁ ଶ୍ରେଷ୍ଠ ପାଠ ଆଉ କିଛି ନାହିଁ ତେଣୁକରି କଥାରେ ଅଛି କଣ ଆସୁ ନ ଆସୁ ପଢ ଗୀତା ରୁଚୁ ନ ରୁଚୁ ଖାଅ ପିତା ଖାଇବ ପିତା ଗାଇବ ଗୀତା ତେବେ ଶୋଇବ ଜଗତ ଜିତା ଗୀତା ପାଠ ଠାରୁ ଆଉ ପାଠ ନାହିଁ ସବୁ ପାଠ କବି ଋଷି ମୁନି ମାନେ ସବୁ ଲେଖିଛନ୍ତି କିନ୍ତୁ ଗୀତା ଭଗବାନଙ୍କର ମୁଖରୁ ବାହାରିଛି ଭଗବାନଙ୍କର ମୁଖ ନିଶ୍ଚିତ ବାଣୀ ହେଉଛି ଗୀତା ତେଣୁ ଗୀତା ଆମେ ପ୍ରତ୍ୟେକ ଦିନ ଅଭ୍ୟାସ କରିବା ଦରକାର ନା ନାହିଁ ଯେତେ ପାଠ ଅଛି ଗୀତା ପାଠ ଠାରୁ ଶ୍ରେଷ୍ଠ ପାଠ ଆଉ ନାହିଁ ଯେତେ ଜଳ ଅଛି ଗଙ୍ଗା ଜଳ ଠାରୁ ଶ୍ରେଷ୍ଠ ଜଳ ଆଉ ନାହିଁ ସବୁ ଯାକ ବନ୍ଧୁ ବନ୍ଧୁ ନୁହୋଇ ବନ୍ଧୁ ଏକା ନାରାୟଣ ଆହେ ରେ ବନ୍ଧୁ ଏକା ନାରାୟଣ ସବୁ ଯାକ ରୋଗ ରୋଗ ନୁହୋଇ ରାଗ ରୋଗ ବଡ଼ ପ୍ରାଣ ବନ୍ଧୁ ଏକା ନାରାୟଣ ଆହେ ରେ ବନ୍ଧୁ ଏକା ନାରାୟଣ ସବୁ ସଂସାରରେ ଯେତେ ବନ୍ଧୁ ଅଛନ୍ତି ଭଗବାନଙ୍କ ବନ୍ଧୁ ଠାରୁ ଆଉ ବନ୍ଧୁ ନାହିଁ ବନ୍ଧୁ ଏକା ନାରାୟଣ ଭଗବାନ ହଉଛନ୍ତି ଶ୍ରେଷ୍ଠ ବନ୍ଧୁ ସଂସାରରେ ଯେତେ ରୋଗ ଅଛି ସବୁ ରୋଗ ଠାରୁ ବଡ ରୋଗ କୋଉଟା ରାଗ ରୋଗ ମନୁଷ୍ୟର ରାଗ ହଉଛି ବଡ ରୋଗ ନା ନାହିଁ ଆହୁରି ବୃକ୍ଷ ପରିମଳ କିପରି ଜାଣିବା ସେ ଯଦି ମେଲୋଇ ଡାଳ ସେ ଯଦି ମେଲୋଇ ଡାଳ ନଦୀ ପରିମଳ କିପରି ଜାଣିବା ସର୍ବଦା ବହିଲେ ଜଳ
ଭଲ ବୃକ୍ଷ ବୋଲି ଆମେ କେମିତି ଜାଣିବା ଯୋଉ ବୃକ୍ଷ ଶାଖା ପ୍ରଶାଖା ବାହାରିଥିବ ଭଲ ଛାଇଟିଏ ପଡୁଥିବ ଗୋଟିଏ ବାଟୋଇ ଛାଇରେ ବିଶ୍ରାମ ନେଇ ପାରୁଥିବ ସେଟା ହଉଛି ଭଲ ବୃକ୍ଷ। ଭଲ ନଦୀ ବୋଲି କେମିତି ଜାଣିବା 12 ମାସ ଯୋଉ ନଦୀରେ ଜଳ ପ୍ରଭାବିତ ହଉଛି ସେଟା ହଉଛି ଭଲ ନଦୀ। ଆଚ୍ଛା ପୁଅ ଆହୁରି ଭାର୍ଯ୍ୟା ପରିମଳ କିପରି ଜାଣିବା ବୁଢା କାଳେ ଗୋଡ଼ ଘଷେ ଆହେ ଜଣେ ବୁଢା କାଳେ ଗୋଡ଼ ଘଷେ ପରିମଳ କିପରି ଜାଣିବା ବାପା ମାଙ୍କୁ ଯେ ବସେ ଆହେ ଜଣେ ବୁଢା କାଳେ ଗୋଡ଼ ଘଷେ ପୁତ୍ର ପରିମଳ କିପରି ଜାଣିବା ବାପା ମାଙ୍କୁ ଯେ ବସେ। ଆରେ ପୁଅ ଭଲ ସ୍ତ୍ରୀ ବୋଲି ଆମେ କେମିତି ଜାଣିବା? ଭଲ ସ୍ତ୍ରୀ ବେଲେ ମାମୁ କେମିତି ଜାଣିବା ବେଲେ ଡେ ନାଇଟ୍ ଚଷମା ପିନ୍ଧିଥିବ ଆଇବ୍ରୋ ଲିପଷ୍ଟିକ ମାଖିଥିବ ଭେନିଟି ଗୋଟେ ପକେଇଥିବ ହିଲ ଚପଲ ପିନ୍ଧିଥିବ ଭେଣ୍ଡିଆ ପିଲା ଦେଖିଲେ ଆଖି ମାରୁଥିବ ବାଇକ ଦେଖିଲେ ବହି ପୋଥିବ ଆମକୁ ବଲେ ବାଡେଇ ହଉଥିବ। ମୂର୍ଖ ପିଲା ସେଇଟା ଭଲ ଭାର୍ଯ୍ୟା ଭଲ ସ୍ତ୍ରୀ ନାହିଁ। ଭଲ ସ୍ତ୍ରୀ ଖରାପ ସ୍ତ୍ରୀ ଆମେ କେତେବେଳେ ଜାଣିବା? କେତେବେଳେ ଆଜ୍ଞା ଯୌବନ ସମୟରେ ଏମିତି ବଳ ବୟସ ଥିଲା ସମୟରେ ଭଲ ସ୍ତ୍ରୀ କି ଖରାପ ସ୍ତ୍ରୀ ଆମେ ଜାଣିପାରିବାନି। କାହିଁକି ଜାଣିପାରିବାନି? କାହିଁକି? ଯାବତ ବିତ ଉପାର୍ଜନ ସକ୍ଷମ ତାବତ ପର ଦାରି ଅନୁରକ୍ତ ଯେତେ ଦିନ ପର୍ଯ୍ୟନ୍ତ ଆମେ ଧନ ଅର୍ଜୁଥିବା ଯେତେ ଦିନ ଯାଏ ଆମେ ଧନ ଅର୍ଜୁଥିବା ସ୍ତ୍ରୀ କହିବ ମୋର ସ୍ୱାମୀ ଭଲ ପୁଅ ଝିଅ କହିବେ ମୋର ବାପା ଭଲ ଭଉଣୀ କହିବ ମୋର ଭାଇ ଭଲ। କାହିଁକି? ମୁଠା ମୁଠା ଟଙ୍କା ଅର୍ଜୁଥିବା। ଦେଖ ବାସ୍ତବିକ କଥା ଯଦି ସ୍ୱାମୀଟା ବିଦେଶ ଯାଇଥିବ ସୁରାଟ କି ବମ୍ବେ ଯାଇଥିବ 5-7 ମାସ ବମ୍ବେରେ କି ସୁରାଟରେ ବିଦେଶରେ ରହିଥିବ ଗାଁରେ ସ୍ତ୍ରୀଟା ଥିବ ଯଦି ୟା ଟିକେ ଧ୍ୟାନ ଦିଅ ବାବୁ ମୋବାଇଲ ଦେଖୁନ ତମ ପାଇଁ କହୁଛି ଭଲ ସ୍ତ୍ରୀ ଆମେ କୋଉ ସମୟରେ ଜାଣିବା? ବିଦେଶରେ ତମେ ରହୁଛ ମୁଁ ଜାଣିଛି ବିଦେଶ ଯାଉଛ ଯଦି 5-7 ମାସ ବିଦେଶରେ ରହୁଥିବ ଘରେ ସ୍ତ୍ରୀ ଥିବ ଯଦି ମାସକୁ ମାସ 20,000 କି 30,000 ଘରକୁ ପଠେଇ ଦଉଥିବ ଗାଁରେ ସ୍ତ୍ରୀ ଥିବ ଗାଁ ମାଇପା ଆଗରେ ସ୍ତ୍ରୀଟା ଛାତି ଫୁଲେଇକିରି କହିବ ଆମ ତା ବାବା କିଆ ସେଇଠି ଆର ମାସରେ 25,000 ପଠେଇଥିଲା ଏ ମାସ ନ ପୁରୁଣା ଆଉ ଥରେ 25,000 ପଠେଇ ଦେଇଛି ଛାତି ଫୁଲେଇକିରି କହିବ ଆମ ତା ବାବା ଭଳିଆ କି ଅଛି କିଆ ଛାତି ଫୁଲେଇକିରି କହିବ। ଯଦି 5-7 ମାସ ବିଦେଶରେ ରହିଲ ଟଙ୍କା ପଇସା ଘରକୁ ନ ପଠେଇଲ ବୋଲେ ସ୍ତ୍ରୀ ଗାଁ ରହିବ ବଡ ରହିଆ 5-7 ମାସ ହେଲା ଗଲା ଯେ ଟଙ୍କା 500 ହେଲେ ପଠେଇଲାନି ଏଇଟା ଥାଇକିରି କିସ ହବ? ସିଆଡେ ମର ଯାଇଥିଲେ ହେଲେ ମୋର ଆଣ୍ଡ ଦୁଃଖ ପଡିକିରି ବଞ୍ଚିଥାନ୍ତି ମଲାନି କି ଗଲାନି ଘାଣ୍ଟି ନା ନାହିଁ ଆଜ୍ଞା। ସେଇ ସ୍ତ୍ରୀ ଯଦି ମାସକୁ ମାସ ଟଙ୍କା ଦେଇଦବା ଭଲ ମୋର ସ୍ୱାମୀ ସେଇ ସ୍ତ୍ରୀ ଯଦି ଟଙ୍କା ପଇସା ନ ଦବ ସେ ମରି ଯାଇଥିଲେ ମୋର ଆଣ୍ଡ ଦୁଃଖ ପଡିକି ହେଲେ ବଞ୍ଚିଥାନ୍ତି। ତେଣୁ ଧନ ଅର୍ଜୁଥିବା ସମୟରେ ଭଲ ସ୍ତ୍ରୀ କି ଖରାପ ସ୍ତ୍ରୀ ଆମେ ଜାଣିପାରିବା ନାହିଁ। ଜାଣିବା କେବେ? ଯେତେବେଳେ ମଣିଷ ଜରାଜୀର୍ଣ୍ଣ ହେଇଯିବ ବୁଢା ହେଇଯିବ ଟଙ୍କା ପଇସା ଇନକମ କରିପାରିବନି ବଳ ବୟସ ପଡିଯିବ ସେହି ସମୟରେ ଦେଖେ ସବୁ ବସନ୍ତି ପାକଳା ମୁଣ୍ଡିଆ ବୁଢା ଯେତିକି ଜାଗ ବସନ୍ତି ଆଙ୍କେ ଆଉ କଣ କାମ ଧାମ କରିପାରିବେ ନା ଟଙ୍କା ପଇସା ଇନକମ କରିପାରିବେ କି ଆଜ୍ଞା? କରିପାରିବେ? ଟଙ୍କା ପଇସା ଇନକମ କରିପାରିବେ କି ଆଜ୍ଞା? ତମେ ଟଙ୍କା ପଇସା ଇନକମ କରିପାରିବନି। ଏହି ସମୟରେ ଯୋଉ ସ୍ତ୍ରୀ ସ୍ୱାମୀର ସେବା କଲା ସ୍ୱାମୀଙ୍କର ମନ ଜାଣିକିରି ଖାଇବାକୁ ଦେଲା ସ୍ୱାମୀକୁ ଆନନ୍ଦରେ ରଖିଲା ସେଇଟା ହଉଛି ଭଲ ସ୍ତ୍ରୀ। ଆଉ ଟଙ୍କା ପଇସା ଦଉଥିଲେ ତ ସବୁ ସ୍ତ୍ରୀ ସେବା କରିବା ନାହିଁ ଆଜ୍ଞା। ତମେ ଯଦି ଭଲ 5,000 ଷାଠିଏ ଆଣିକି ଦେଇଦେଇଛ ସେଦିନ ଜାଣିବ ତମର ଗୋଡ ହାତ ଘଷା ଘଷି କରିକି ତମକୁ ପୁରା ଥଣ୍ଡା କରିଦବ। ମୋ ତ 10 ସେମିତି ହେଲାରେ ଆଉ ଯଦି କିଛି ଦେଲନି ତମକୁ ବାସି ବାଣ୍ଡରେ ମଧ୍ୟ ସିଏ ପଚାରିବନି। ତେଣୁ ପୁଅ ଯୌବନ ସମୟରେ ଭଲ ସ୍ତ୍ରୀ ଖରାପ ସ୍ତ୍ରୀ ଆମେ ଜାଣିପାରିବାନି। ମନୁଷ୍ୟ ବୁଢା ହେଇଗଲା ପରେ ଯଦି ସ୍ତ୍ରୀ ସେବା ସ୍ୱଚ୍ଛତା କଲା ଜାଣିବା ହେଉଛି ଉପଯୁକ୍ତ ସ୍ତ୍ରୀ। ବୁଝିଲୁ? ପୁତ୍ର ପରିମଳ କିପରି ଜାଣିବା? ବାପା ମାଙ୍କୁ ଯେ ବାପା ମାଙ୍କୁ ଯେ ପୋଷେ ଏବେ କଷା କଷିରେ
ପୁଅଟା ଯେତେବେଳେ ବିବାହ ନଥିବ ବୋପା ମାକୁ ପୋଷୁଥିବ, ଯେତେବେଳେ ମାଇକିନା ପଳେଇବ ମାଇପ କଥାରେ ପଡି ବୋପା ମାକୁ କଷା ନଗେଇବ। ଆଉ ପଶିବନି। ଆଉ ପୋଷା ପୋଷି ନାହିଁ, ମାଇପ ନ ଆଇଲା ଯାକ ପଶିବ। ସତେ ମାଇପଟା ଯେତେବେଳେ ପଳେଇବ କଷିବ। ଏ ପୁଅ ତୋ ବାପା ମାଙ୍କୁ ତୁ ଯେମିତି ସେବା କରିଥିବୁ ତୋ ପାଇଁ ମଧ୍ୟ ସେମିତି ସେବା ଥୁଆ ହେଇଥିବ। ତୁ ଯଦି ବାପା ମାଙ୍କୁ ଭଲ ଭାବରେ ତୁ ଖାଇବାକୁ ଦେଇଛୁ, ଆନନ୍ଦରେ ରଖିଛୁ ବୋଲେ ତୋ ପୁଅ ମଧ୍ୟ ସତ ସେମିତି ଆନନ୍ଦରେ ଖାଇବାକୁ ଦବା, ଆନନ୍ଦରେ ରଖିବ। ଆଉ ତୋ ବାପା ମାଙ୍କୁ ତୁ ଯଦି କଷିଥିବୁ, ତୋର ପୁଅ ନାଇଁ କି ତୋ ପୁଅ ତତେ କଣ କଷିବନି? ଦିଆକୁ ଦିଆ ଅଦିଆକୁ ଦୁଆର ଦିଆ, ତୁ ଯେମିତି ଦେଇଥିବୁ ସେମିତି ତୁ ପାଇବୁ। ତେଣୁ ପୁଅ ବାପା ମାଙ୍କୁ କେବେ ହତାଶର କରୁନି। କଳି ଯୁଗରେ ଚଳନ୍ତି ଠାକୁର ହଉଛନ୍ତି ବାପା ମା। ସଂସାରରେ କେତୁଟା ଦେବତା ଅଛନ୍ତି ରେ? 33 କୋଟି। 33 କୋଟି। 33 କୋଟି ଦେବତାକୁ ତୁ ଦେଖିଛୁ? ଆରେ ମୂର୍ଖ ପିଲା, କଳି ଯୁଗରେ 33 କୋଟି ଦେବତା କୋଉଠି ନାହିଁ, ସେ ସବୁ ପଥର ଦେବତା। କଳି ଯୁଗରେ ଅଛନ୍ତି କେବଳ 3ଟା ଦେବତା। ଗୋଟିଏ ହେଲେ ବ୍ରହ୍ମା ସୃଷ୍ଟିକର୍ତ୍ତା, ଆଉ ଗୋଟିଏ ହେଲେ ବିଷ୍ଣୁ ପାଳନ କର୍ତ୍ତା, ଆଉ ଗୋଟିଏ ହେଲେ ଶିବ ସଂହାର କର୍ତ୍ତା। ବ୍ରହ୍ମା କିଏ? କଳି ଯୁଗର ପ୍ରଥମ ଦେବତା, ଯିଏ କି ବ୍ରହ୍ମା ନାମରେ ନାମିତ, ସେ ହଉଛନ୍ତି ମା। ଆଜ୍ଞା, ମା ଠାରୁ ବଡ ଦେବତା ଆଉ କିଏ ନାହିଁ। କଳି ଯୁଗର ପ୍ରଥମ ଦେବତା ହେଲା ମା, ଯାହାକୁ ବ୍ରହ୍ମା ନାମରେ ନାମିତ କରାଗଲା। ଆରେ ବ୍ରହ୍ମା ସୃଷ୍ଟି କି ସର୍ଜନା କରିଛନ୍ତି, ଆମେ ଜାଣିଛନ୍ତି କି ଆଜ୍ଞା? ଆମକୁ ସୃଷ୍ଟି ଆଣିଛି କିଏ? ଆମର ମା। ତେଣୁ କଳି ଯୁଗର ଆଜ୍ଞା ପ୍ରଥମ ଦେବତା ହେଲା ମା। ଦ୍ୱିତୀୟ ଦେବତା ହେଲା କିଏ? ବିଷ୍ଣୁ, ଯିଏ କି ପାଳନ କର୍ତ୍ତା, ସେ ହଉଛନ୍ତି ବାପା। ଜନ୍ମ ଦେଲେ ମା, ପାଳନ କଲେ କିଏ? ବାପା। ନିଜ ପେଟରୁ କାଟି ଯିଏ ଛୁଆଙ୍କ ମୁହଁରେ ଆହାର ଦିଏ, ନିଜେ ଚିରା ଫଟା ପିନ୍ଧି ପୁଅ ଝିଅକୁ ଯିଏ ନୂଆ ଲୁଗା ଆଣିକି ଦିଏ, ଯାହା ପାଦର ଚପଲ ଛିଡି ଗଲେ 7 ଥର ସିଲେଇକିରି ପିନ୍ଧୁଥିବ, ପୁଅ କଲେଜ ଝିଅ ବୋଲିକିରି 1000 ଦେଇକିରି 16ଟି ଆଣୁଥିବ। ବାପାର ଚପଲ ଛିଡି ଯାଇଥିବ, ସିଲେଇବାକୁ ପଇସା ନଥିବ, ବାପା ବରଂ ଖାଲି ପାଦରେ ଚାଲିବ, କିନ୍ତୁ ପୁଅ ପାଇଁ କଲେଜ ଝିଅ ବୋଲିକି 16ଟି ଆଣିକି ସିଏ ଦବ। ସିଏ ହଉଛନ୍ତି ବାପା, ଯିଏ ନିଜେ ନ ଖାଇକି ଛୁଆଙ୍କ ମୁହଁରେ ଆହାର ଦିଏ। ସେ ହଉଛି କଳି ଯୁଗର ଦ୍ୱିତୀୟ ଦେବତା। ଆରେ ପୁଅ, ତୁ ଆଜି ଭେଣ୍ଡିଆ ହେଇଛୁ କାହା ପାଇଁ? ଯୁବକ ହେଇଛୁ କାହା ପାଇଁ? ତୋ ବାପା ତୋତେ 25 ବର୍ଷ ପୋଷିବା ଯୋଗୁ ତୁ ଆଜି ବଡ ହେଲୁ। ତୁ ଜନ୍ମ ହବା ପରେ ତୋ ବାପା ତୋତେ ଖାଇବାକୁ ଦେଇଥାନ୍ତି, ତୁ କଣ ବଞ୍ଚିଥାନ୍ତୁ କି? ବଞ୍ଚିଥାନ୍ତୁ କି? ତୋତେ ଯିଏ 25 ବର୍ଷ ପୋଷିଲା, ତୁ ଆଜି ତାକୁ ପୋଷି ପାରୁନୁ। ଲଜ୍ଜାର କଥା। ଯିଏ ବାପା ମାଙ୍କୁ ହତାଶର କରୁଛି, ତାଠୁ ପାପୀ ସଂସାରରେ କିଏ ନାହିଁ। କୋଟିଏ ଦେବ ଦେବତା କରୁ ଆଜ୍ଞା, 1000 ପୂଜା କରୁ, 1000 ବ୍ରାହ୍ମଣ ଭୋଜନ କରୁ, 1000 ଦେବତାକୁ ପୂଜା କରୁ, ଯିଏ ବାପା ମାଙ୍କୁ ହତାଶର କରୁଛି, ଯିଏ ବାପା ମାଙ୍କୁ ଖାଇବାକୁ ଦଉନି, ସିଏ 1000 ପୂଜା କଲେ ମଧ୍ୟ କିଛି ପୁଣ୍ୟ ଫଳ ନାହିଁ। ତେଣୁ ପ୍ରଥମ ଦେବତା ହେଲା ମା, ଦ୍ୱିତୀୟ ଦେବତା ହେଲା ବାପା, ତୃତୀୟ ଦେବତା ହେଲା ଗୁରୁ, ଯିଏ କି ସଂହାର କର୍ତ୍ତା। ଅଜ୍ଞାନ ତିମିର ଧସ୍ୟ ଜ୍ଞାନ ଜନକ ଶଳା କୟା ଚକ୍ଷୁରୁ ମିଳିତ ଜେନ ତସ୍ମୈ ଶ୍ରୀ ଗୁରବେ ନମ। ଯିଏ ଆମର ଅଜ୍ଞାନ ପଣିଆକୁ ସଂହାର କରି ଆମକୁ ଯିଏ ଜ୍ଞାନ ଦିଏ, ଅନ୍ଧାରରୁ ଯିଏ ଆମକୁ ଆଲୋକକୁ ନିଏ, ସିଏ ହଉଛନ୍ତି ଗୁରୁ। ଜନ୍ମ ଦେଲେ ମା, ପାଳନ କଲେ ବାପା, ଜ୍ଞାନ ଦେଲେ ଗୁରୁ। ଆଜ୍ଞା, ବାପା ମା ଗୁରୁ ଏ 3ଟା ଦେବତାକୁ ଛାଡ଼ିଦେଲେ କୋଉ ଦେବତା ନାହିଁ, କୋଉ ଦେବତା ପୂଜା କରିବା ଦରକାର ନାହିଁ। ବାପା ମାଙ୍କୁ ରାତ୍ର ପାଇଲେ ମୁଣ୍ଡିଆ ମାର। ରାତ୍ର ପାଇଲେ ଯିବା ଶିବ ମନ୍ଦିରକୁ ଯାଉଛନ୍ତି, ବିଷ୍ଣୁ ମନ୍ଦିରକୁ ଯାଉଛନ୍ତି, ରାମ ମନ୍ଦିରକୁ ଯାଉଛନ୍ତି, ମୁଣ୍ଡିଆ ମାରୁଛନ୍ତି, ମୁଣ୍ଡା ଆବୁ କରୁଛନ୍ତି, 1000 ଟଙ୍କା ଖର୍ଚ୍ଚ କରିକି ପୂଜା କରୁଛନ୍ତି। କିଏ ଜଣେ ଛାତିରେ ହାତ ରଖି କହିପାରିବ ରାତ୍ର ପାଇଲେ ପ୍ରତ୍ୟେକ ଦିନ ବାପା ମା ପାଦ ତଳେ କିଏ ମୁଣ୍ଡିଆଟି ମାରୁଛି? ପଥର ଦେବତା ପାଖରେ ଯାଇକି ମୁଣ୍ଡିଆ ମାରିବ? ଚଳନ୍ତି ଠାକୁର ଆମ ଘର ଅଛନ୍ତି, ତାଙ୍କ ପାଦ ତଳେ ମୁଣ୍ଡିଆ ମାରିବନି? ଲଜ୍ଜାର କଥା। 150-200 ଟଙ୍କାର ଭୋଗ ଧରି ପଳେଇଥିବେ। ଆରେ ସେଇଟା ତତେ ମୁଁ କହୁଛି, ଯୋଉ ଦେବତା ଖାଉନି ସେ ଦେବତାକୁ ଆମେ ଦଉଛନ୍ତି ଖା 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 ବୋଲିକିରି, ନା ନାହିଁ? ଯୋଉ ଦେବତା ଖାଉନି ତାକୁ ନେ ଖା ନେ ଖା ନେ ଖା ବୋଲିକିରି ଦଉଛନ୍ତି, ସିଏ ଖାଇବାକୁ ନାହିଁ। କିନ୍ତୁ ଯୋଉ ଦେବତା ଖାଇବାକୁ ମାଗୁଛି, ଖାଇବି ଦେ ଖାଇବି ଦେ, ସେ ଦେବତାକୁ କିଏ ଦବାକୁ ନାହିଁ, ନା ନାହିଁ ରେ? ଗଣେଶ ପୂଜା ଏବେ ଗଲା, ପ୍ରତ୍ୟେକ ଗାଁରେ 4ଟା କି 5ଟା ଆଜ୍ଞା ପୂଜା ହେଇଥିବ। ଯୁବକ ଭାଇ ମାନେ ଚାନ୍ଦା କାଢିକି 5000 10,000 ଡିଜେ
ଭୋଜି ଅମକ ସମକ କରିକି ଖର୍ଚ୍ଚ କରିବି ନା ନାହିଁ 10,000 ଚାନ୍ଦା ମାଗିଲେ ଦେଇ ପକେଇବି ଦେଇ ପକେଇବ। ଗଣେଶ ପୂଜାକୁ କିନ୍ତୁ ବାପା ଜଳଖିଆ ଖାଇବାକୁ 10 ଟଙ୍କା ମାଗିଲେ ଆନାର ବୋ ଦୋବ ପାଗଲ କେବେ ଖାଇଛୁ? ଆଉ ଭଳିଆ ପୁଥିଲି ଏମିତି କହିବ ନା ନାହିଁ ଆରେ ପୁଅ କୌଣସି ଦେବତାକୁ ଆମେ ପୂଜା କରୁନ ବୋଲି କହିବାନି କୌଣସି ମନ୍ଦିରକୁ ଯାଉନ ବୋଲିକି ଆମେ କହିବାନି ଆରେ ଯୋଉ ଦେବତା ଖାଇବାକୁ ମାଗୁଛି ଆଗ ସେ ଦେବତାକୁ ଝିଅ ଯୋଉ ଚଳନ୍ତି ଠାକୁର ଆମ ପାଖରେ ଅଛି ସେ ଠାକୁରକୁ ପ୍ରଥମେ ପୂଜା କର ତାପରେ ଯାଇକିରି ଅନ୍ୟ ଦେବତାଙ୍କୁ ପୂଜା କରିବ ତେଣୁ ପୁଅ ଏ କଳି ଯୁଗରେ ବାପା ମା ଗୁରୁ ଏ 3 ଜଣଙ୍କୁ ଛାଡ଼ିଦେଲେ ଏମାନଙ୍କଠୁ ବଡ ଦେବତା ଆଉ କିଏ ନାହିଁ କହିବାର ତାତ୍ପର୍ଯ୍ୟ ବାପା ମାଙ୍କୁ ସଦାବେଳେ ଖୁସିରେ ରଖ ଆନନ୍ଦ ଦିଅ ମନ ଜାଣିକି ଖାଇବାକୁ ଦିଅ ମନ ଜାଣିକି ସେବା କର ତାହେଲେ ତମେ ପୁଣ୍ୟବନ୍ତ ପୁରୁଷ ହେଇପାରିବ ମନ୍ଦିରକୁ ଯାଇକିରି କୋଟିଏ ପୂଜା କରୁଥିବ ବାପା ମାଙ୍କୁ ବାଡେଇକିରି ବୃଦ୍ଧାଶ୍ରମରେ ଛାଡୁଥିବ କଣ ହବ ରେ କିଛି ନାହିଁ ତେଣୁ ପୁତ୍ର ପରିମଳ କିପରି ଆଣିବା ବାପା ମାଙ୍କୁ ଯିଏ ପୋଷେ ଯିଏ ବାପା ମାଙ୍କର ବୃଦ୍ଧ ସମୟରେ ବାପା ମାଙ୍କ ମୁଖରେ ଯିଏ ଆହାର ଦେଲା ସେ ହେଉଛି ଉପଯୁକ୍ତ ସନ୍ତାନ ନା ନାହିଁ ଆରେ ପୁଅ ଭଲ ବନ୍ଧୁ ବୋଲି କେମିତି ଜାଣିବା ଭଲ ବନ୍ଧୁ ହେଇଲେ ମାମୁଁ ବନ୍ଧୁ ପରିମଳ କିପରି ଜାଣିବା ଦୂରୁ ଦେଖି ଯେବେ ହସେ দূরু দেখি দেবে হাসে জমি ପରିମଳ କିପରି ଜାଣିବା ଗାଁ ପାଣି দেবে বসে ଅଳିଆ ବନ୍ଧୁ ପରିମଳ କିପରି ଆଣିବା ଦୂରୁ ଦେଖି ଯେବେ ହସେ ହସେ ଉପଯୁକ୍ତ ଯଦି ବନ୍ଧୁ ହେଇଥିବ ବନ୍ଧୁକୁ ଦେଖିଲା ମାତ୍ରେ ଅଳ୍ପ ଦୂରରୁ ବନ୍ଧୁକୁ ବନ୍ଧୁ ଦେଖି ଯଦି ହସିଲା ଆନନ୍ଦ ହେଲା ମିଠା ମିଠା କଥା କହିଲା ସେଇଟା ନା ବନ୍ଧୁ ଆଉ ହେଲେ ଭଲ ବନ୍ଧୁ ହେଲେ ତୁ କେମିତି କଣ ବୁଝିଲୁ ଭଲ ବନ୍ଧୁ ହେଇଲେ ମାମୁଁ ଏବେ ଦେଖି ଆଙ୍କ ମା ମରିଗଲା କୁଣିଆ ମଇଦୁରକୁ ସବୁ ଡାକିବେ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବକୁ ସମସ୍ତଙ୍କୁ ଡାକିଛନ୍ତି ଡାକିବେ କୁଟୁମ୍ବ ଆଇଲା ବେଳୁ ଯୋଉ କୁଣିଆ ମଇଦୁର ଆସିବେ ବନ୍ଧୁ ହିସାବରେ ପରିବା ବେଗୁଡି ମିଚର 2-4 ପୁଡା ଚିଲିରା 5 ଟଙ୍କାର କରିଥିବେ ପିଲାମାନଙ୍କୁ ଦେଖିଲେ ସଦାରେ 100-200 ଦଉଥିବେ ହଂସିକିରି କଥା ହଉଥିବେ ଆମେ ତାଙ୍କ ଘରକୁ ଗଲେ ଆମକୁ ମାଛ ଟୁଣ କରି ଦଉଥିବେ ସେଇଟା ହଉଛି ଭଲ ବନ୍ଧୁ ତୁ କହିବା କଥା ବନ୍ଧୁ ଦ୍ୱାରକୁ ବନ୍ଧୁ ଆସିଲାକୁ ବେଗୁରେ ପନିପରିବା ଟିକେ ଧରିକି ଆଇଥିବ ମିଠା ଟିକେ ଧରିକି ଆଇଥିବ ମିଚର ବିସ୍କେଟ ଟିକେ ଧରିକି ଆଉଥିବ ପିଲାମାନଙ୍କୁ 150 ଖର୍ଚ୍ଚକୁ ଦଉଥିବ ସେଟା ଭଲ ବନ୍ଧୁ କିଛି ନ ଧରିକି ଆଇଲା ବୋଇଲେ ଚୋପାର ବନ୍ଧୁ ଓହୋ ଇଏ ବୁଝୁଛି ଖାଲି ବେଗୁ ଧରିକି ଆଇଲା ଆଜ୍ଞା ବନ୍ଧୁ ମାତ୍ର ଇଏ କହିବା କଥା ସତ କଥା ଆଜ୍ଞା ସବୁ ଜାଗାକୁ ଆମେ ଖାଲି ହାତରେ ଗଲ ହବ ଆମେ ଜାଣିବା ଦରକାର ସବୁ ଜାଗାକୁ ଖାଲି ହାତରେ ଯିବାକୁ ହବନି କି ସବୁ ଜାଗାକୁ ବିନା ନିମନ୍ତ୍ରଣରେ ଯିବାକୁ ହବନି କୋଉ ଜାଗାକୁ ବିନା ନିମନ୍ତ୍ରଣରେ ଯିବ ନାହିଁ ମାନେ ନିମନ୍ତ୍ରଣ ନଥିଲେ ମଧ୍ୟ ସେ ଜାଗାକୁ ଯିବ ଆମେ ଭାବୁଛନ୍ତି ବିନା ନିମନ୍ତ୍ରଣରେ କୋଉଠିକି ଯାଇପାରିବାନି କିନ୍ତୁ ବିନା ନିମନ୍ତ୍ରଣରେ ମଧ୍ୟ ଆମେ ଯାଇପାରିବା କୋଉ କୋଉ ଜାଗାକୁ ବିନା ନିମନ୍ତ୍ରଣରେ ଯାଇପାରିବା ଆଉ କୋଉ ଜାଗାକୁ ଖାଲି ହାତରେ କେବେ ଯିବା ନାହିଁ ପ୍ରଥମେ କହୁଛି ଶୁଣି କୋଉ କୋଉ ଜାଗାକୁ କେବେ ଆଜ୍ଞା ଖାଲି ହାତରେ ଯିବନି ଗଲେ ଅପମାନ ମିଳିବ କୋଉ ଜାଗାକୁ ଖାଲି ହାତରେ ଯିବନି କୋଉ ଜାଗା ଦେବାଗ୍ନି ଗୁରୁ ମନ୍ଦିରେ ସରସ୍ନାନେ ତଥା ଗୃହେ ତିକ୍ତ ହସ୍ତେ ନଗନ୍ତବ୍ୟଂ କଦା ବାନ୍ଧବା ମନ୍ଦିରେ କୋଉ ଜାଗାକୁ ଖାଲି ହାତରେ ଯିବନି କୋଉ ଜାଗା ଆରେ ପୁଅ ଦେବାଗ୍ନି ଆଜ୍ଞା ଦେବତା ମନ୍ଦିରକୁ ଆଜ୍ଞା କେବେ ଭୁଲରେ ମଧ୍ୟ ଖାଲି ହାତରେ ଯିବେନି ମନ୍ଦିରକୁ ଯାଉଛନ୍ତି ସାଙ୍ଗସାଥି ମାନେ ଘଡି ହେଇକି 5-7 ଜଣ ଯଦି ସାଙ୍ଗ ହେଇଥିବେ 2-3 ଜଣ ଏକା ଭୋଗ ଦୀପ ଧରିଥିବେ ଆଉ 2-3 ଜଣ ହଁ ମା ତୁ ତ ଧରିଲୁ ଆମକୁ କଣ ଧରିବି ନା ନାହିଁ ଆଜ୍ଞା କେବେ କୌଣସି ମନ୍ଦିରକୁ ଖାଲି ହାତରେ ଯିବନି ଆଜ୍ଞା କିଛି ନହେଲେ ମଧ୍ୟ ଦୀପଟିଏ ମଧ୍ୟ ଧରିକି ଯିବ ମନ୍ଦିର ଦେବତା ମନ୍ଦିରକୁ କେବେ ଖାଲି ହାତରେ ଯିବନି ଦେବାଗ୍ନି ଗୁରୁ ମନ୍ଦିରେ ଗୁରୁଙ୍କର ଗୃହକୁ କେବେ ଖାଲି ହାତରେ ଯିବନି
ଖାଲି ହାତରେ ପଳବ ଗୁରୁମା ଅପମାନ ଦେଇଦେବେ ନା ନାହିଁ ହଁ ଦେବାଗିନୀ ଗୁରୁ ମନ୍ଦିର ସରସ୍ନାନେ ତଥା ଗୃହେ ହଁ ଯଦି କୋଉଠିକି ତୀର୍ଥ କରିବାକୁ ଯାଇଥିବ ହଁ ତୀର୍ଥରୁ ଫେରିବା ସମୟରେ ଘରକୁ କେବେ ଖାଲି ହାତରେ ଫେରିବନି ଆଜ୍ଞା ନାହିଁ ପ୍ରସାଦ ଟିକେ ଘରକୁ ଧରିକି ଆସିବ ଯିବ ଯଦି ଘରକୁ ଖାଲି ହାତରେ ଫେରିଲ ଘରେ ସ୍ତ୍ରୀ କହିବ ଅଣ୍ଡରା ଯାଇଥିଲା ତୀର୍ଥ କରିବାକୁ ଗଲାକୁ 10,000 ଦେଇଥିଲେ ଯେ ଆଇଲା ଖାଲି ହାତରେ ଆଇଲା ପ୍ରସାଦ ଟିକେ ମିଳିଲାନି ଇଏ ଧରିକି ଆଇଲା କିଛି ନାହିଁ ଏଇଟା ଖାଲି ହେଲା ନୁଖଡା ଖାଲି ସ୍ତ୍ରୀ ଅପମାନ ଦବ ତେଣୁ ଖାଲି ହାତରେ କେବେ ଯିବନି ନାହିଁ ତିକ୍ତ ହସ୍ତେ ନଗନ୍ତବ୍ୟ କଦା ବାନ୍ଧବା ମନ୍ଦିର କୌଣସି ବନ୍ଧୁ ବାନ୍ଧବ ଗୃହକୁ ଆଜ୍ଞା ଖାଲି ହାତରେ କେବେ ଯିବନି ନାହିଁ କିଛି ନହେଲେ 5 ଟଙ୍କାର ବିସ୍କେଟ ମଧ୍ୟ ଧରିକି ଯିବାକୁ ପଡିବ ତେଣୁ ଏହି ଜାଗା ମାନଙ୍କୁ କେବେ ଖାଲି ହାତରେ ଯିବନି ଆଉ ବିନା ନିମନ୍ତ୍ରଣରେ କୋଉଠିକି ଯାଇପାରିବେ କୋଉଠିକି ନିମନ୍ତ୍ରଣ ନଥିଲେ ମଧ୍ୟ ସେଠିକି ଆମେ ଯାଇପାରିବା କୋଉଠିକି କୋଉ ଜାଗା କୋଉ ଜାଗା ପ୍ରଥମେ ହେଲା ଶ୍ମଶାନ ହଁ ଆଜ୍ଞା ଶ୍ମଶାନକୁ ଯିବା ପାଇଁ କାହାକୁ ନିମନ୍ତ୍ରଣ ନାହିଁ ନାହିଁ ସାହିରେ ଗୋଟେ ଲୋକଟି ମରିଗଲା ସେ ଡାକୁଛି କି ଆସ ମୋ ବାପା ମରିଗଲା ପଡିଆକୁ ନବା ଆସ ସେ ଡାକୁଛି କି ଆଜ୍ଞା ଡାକୁଛି କି କାହାକୁ ନିମନ୍ତ୍ରଣ ଦଉଛି ତେଣୁ ଶ୍ମଶାନକୁ ଯିବା ପାଇଁ କାହାକୁ ନିମନ୍ତ୍ରଣ ନାହିଁ ନାହିଁ ବିନା ନିମନ୍ତ୍ରଣରେ ଆପଣ ଶ୍ମଶାନକୁ ଯିବେ ଯାଇପାରିବେ ଆଉ ଗୋଟିଏ ହେଲା ଦେବତା ମନ୍ଦିର ମନ୍ଦିରକୁ ଯିବା ପାଇଁ କାହାକୁ ନିମନ୍ତ୍ରଣ ନାହିଁ ବିନା ନିମନ୍ତ୍ରଣରେ ଯାଇପାରିବ ବାସ୍ ଆଉ ଗୋଟିଏ ଜାଗା ଅଛି କେବଳ ବାପ ଘରକୁ ଝିଅ ବିନା ନିମନ୍ତ୍ରଣରେ ଯାଇପାରିବ ଯଦି ବାପାର କଣ ଅସୁବିଧା ଅଛି ଡାକି ନାହାନ୍ତି ବୋଲେ ଝିଅ ପଳବ କିଏ ଯଦି ପଚାରେ କୁଆଡେ ଆଇଲୁ ଏ ବୋପାର ଦେହ ଟିକେ ଭଲ ନାହିଁ ଦେଖିବାକୁ ପଳେଇ ଆଇଲି ହଁ ବିନା ନିମନ୍ତ୍ରଣରେ ସିଏ ଯିବ ଯାଇପାରିବ ତେଣୁ ଏହି ଜାଗାକୁ କେବେ ଖାଲି ହାତରେ ଯିବନି ହଁ ଏ ଯୋଉ ଜାଗା 3ଟା ମୁଁ କହିଲି ଏ ଜାଗା ମାନଙ୍କୁ ବିନା ନିମନ୍ତ୍ରଣରେ ନିମନ୍ତ୍ରଣ ନଥିଲେ ମଧ୍ୟ ଯାଇପାରିବ ଯାଇପାରିବ ତେଣୁ ଯଦି ଉପଯୁକ୍ତ ବନ୍ଧୁ ହେଇଥିବ ଅଳ୍ପ ଦୂରରେ ବନ୍ଧୁକୁ ଦେଖି ଯଦି ବନ୍ଧୁ ହସିଲା ମିଠା ମିଠା କଥା କହିଲା ସେ ହଉଛି ଉପଯୁକ୍ତ ବନ୍ଧୁ ଆଙ୍କେ ଯଦି ଉପଯୁକ୍ତ ବନ୍ଧୁ ହେଇଥାନ୍ତେ ଆଙ୍କେ ଯଦି ଉପଯୁକ୍ତ ବନ୍ଧୁ ହେଇଥାନ୍ତେ ଆଙ୍କୁ ଦେଖୁନୁ ଦେଖେ ଇଏ ଡଙ୍କ ଢଳେଇ ପକେଇଲାଣି ସିଏ ଘୋଡ଼ା ବାଉଦି ଭଳିଆ ମୁହଁଟା କରିବ ଏ ମାଇ ତମେ ଯୋଉ ବନ୍ଧୁ ବୋଲିକିରି କହିଲ ତମେ ଯୋଉ ବନ୍ଧୁ ବୋଲିକିରି କହିଲ ଏଇଟା କେମିତିକା ବନ୍ଧୁ ମେ କେମିତିକା ବନ୍ଧୁ ଆକାଶର କଇଆକୁ ଚିଲିକାର ମାଛ ଯେପରି ବନ୍ଧୁ ଅର୍ଜୁନ ମନ ସେପରି ବନ୍ଧୁ ଆକାଶର କଇଆକୁ ଚିଲିକାର ମାଛ ଯେପରି ବନ୍ଧୁ ଅର୍ଜୁନ ତମର ସେପରି ବନ୍ଧୁ ଆକାଶର କଇଆ ରହିଲା ଗଛରେ ଚିଲିକାର ମାଛ ରହିଲା ପାଣି ଭିତରେ ଏତେ ଦୂରତାରେ ବନ୍ଧୁ କେମିତି ହବ ମା କେମିତି ହବ ଏଟା କିଏ କହିବ ଅଳିଆ କହିବ ଓଳିଆ କହିବ ମା ଗୋଟିଏ କଥାକୁ ଯଦି 2 ଥରରୁ 3 ଥର ଶୁଣିଦିଏ ସେ କଥାଟା ଆପେ ଆପେ ମନ ରହିଯିବ 2 ବର୍ଷ ହେଲା ତ ମୁଁ ଗୋଟିଏ କଥା କହୁଛି କିଛି ହେଲେ ପରିବର୍ତ୍ତନ ହବାକୁ ନାହିଁ ହେଲେ ଆର ଉତ୍ତର ଅଳିଆ କହିବ ଅଳିଆ କହିବ ଅଳିଆ ଜାଣିଛି ଜାଣିଛି ଓହୋ ହେଲେ ଅଳିଆ ଏ ମାଉଦ୍ର ଏଇଠି ଧରା ହବ ଅଳିଆ ରେ ତତେ ଗୋଟିଏ କଥା ପଚାରିବି କଣ ଏହି ପିଲାଟି କହୁଛି ଆକାଶର କଇଆକୁ ଚିଲିକାର ମାଛ ଯେମିତି ବନ୍ଧୁ ଅର୍ଜୁନ ତାଙ୍କର ସେମିତି ବନ୍ଧୁ ଆକାଶର କଇଆ ରହିଲା ଗଛରେ ଚିଲିକାର ମାଛ ରହିଲା ପାଣି ଭିତରେ ଏତେ ଦୂରତାରେ ବନ୍ଧୁ କେମିତି ହେଲା ବୋଲେ କଣ ତୁ ମତେ ପଚାରୁଛୁ ହଁ ରେ କେତେ ପଇସା ୟା ଉତ୍ତର କହିଲେ କେତେ ଟଙ୍କା ଦବୁ କେତେ ଟଙ୍କା ଦେବି ତୋତେ ଆଉ ଥରେ ପଇସା ଦେବାକୁ ପଡିବ ଆଉ କଣ ମୋ ପ୍ରଶ୍ନର ଉତ୍ତର କହିଲେ ତୋତେ ପଇସା ବେଲେ କାଲାଳିଆ ହଉଛୁ ନା କି ଭିତରେ ହାତ ମାରି କାରୁକୁଣ୍ଡିଆ ରାମ୍ପୁଛୁ ଦେଖ କାରୁକୁଣ୍ଡିଆ ରାମ୍ପୁଛି ପକେଟରେ ପଇସା ଅଛି କାଢୁଛି ପରା ନାଇଁ ପରା 20 ଟଙ୍କା ଖର୍ଚ୍ଚ ପରେ ଦେଇଛନ୍ତି ଆଜ୍ଞା ଉଦ୍ଧାର ଦେଇଥାଉ ମା ରାଣୀ ନାଟ ଭାଙ୍ଗିଲେ ଦେଇଦେଇ
ନାଟ ଭାଙ୍ଗୁ ଭାଙ୍ଗୁ ଦେଇ ଛି ଛି ଭିକ ମେଗା ପିଲା ଏ ତୋ ଭଳିଆ ଭିକ ମଗା ପିଲା ମୁଁ ନାଇଁ ରେ ଉଧାର ମାଗୁଛି ନାଟ ବନ୍ଦ ହେଲା ଆଉ ଦେଇ ପକଉଛି ଓ ଏମିତି କେତେ ଗାଁରୁ ଆଣିଛି ନା ହଁ ଆଉ ଥରେ ନାଟ ବନ୍ଦ ହେଲେ ଦେଇ ପକେଇବିନି କି ଘରକୁ ଦେଇଥା ଆଜ୍ଞା 20 ଟଙ୍କା କାହା ପାଖରେ ଅଛି କାହା ପାଖରେ ମଙ୍ଗଳୁ ମଙ୍ଗଳୁ 20 ଟଙ୍କା ଦେଇଥିଲି ଆପଣ ନାଟ ଭାଙ୍ଗିଲେ ଦେଇଦି ସିଏ 40 ଧରିଛି ଦେଇଥା ଆଜ୍ଞା 20 ଟଙ୍କା